କହିଥିଲି ଜଗନ୍ନାଥଙ୍କର ଦ୍ୱାର ଆଜ୍ଞା 5 ଆଉ ଗୋଟେ କୋଉଠି କଣ 5 କଣ 5 ଆପଣ ମାନେ 5 ବର୍ଷ ପୂର୍ବେ ହଁ ଆଉ ସିଏ ନାହାନ୍ତି ଗୋଟା ଗୀତ ଶୁଣିଥିବେ କଣ ପଞ୍ଚମ ଦ୍ୱାର ଖୋଲିଦେ କାଳିଆ ବଡ଼ ଦେଉଳ କୁତର ଯଦି ଜଗନ୍ନାଥଙ୍କର ଆଜ୍ଞା 4ଟା ଦ୍ୱାର ତାହେଲେ ଯିଏ ଲେଖିଲା କଣ ସିଏ ମଦ ଖାଇକି ଲେଖିଲା ତ ପଞ୍ଚମ ଦ୍ୱାର ଲେଖୁଛନ୍ତି ଯିଏ ଗାଇଲା କଣ ସିଏ ମଦ ଖାଇକି ଗାଇଲା ନା ମୋହମ୍ମଦ ଅଜିଜ ଗାଇଛନ୍ତି ତା ମାନେ ଏଥିରୁ ସ୍ପଷ୍ଟ ଅନୁଭବ ହଉଛି ଜଗନ୍ନାଥଙ୍କର ଦ୍ୱାର ହଉଛି 5 ଆଜ୍ଞା କୋଉଟା ପଞ୍ଚମ ଦ୍ୱାର କୋଉଟା ଆଜ୍ଞା ଯୋଉଟାକୁ ଆପଣ ମାନେ କହନ୍ତି ସ୍ୱର୍ଗ ଦ୍ୱାର ଓହୋ ସ୍ୱର୍ଗ ଦ୍ୱାର ସ୍ୱର୍ଗ ଦ୍ୱାରର ଅନ୍ୟ ଏକ ନାମ ହଉଛି ପଞ୍ଚମ ଦ୍ୱାର ସେଟା ସ୍ୱର୍ଗକୁ ଦ୍ୱାର ଅଛି କି ପ୍ରଶ୍ନ ଅଛି ହଁ କଣ ହଁ ହଁ ଚାଲିବା ଆଜି ଚଢିବା କୋଉଠି ଅଛି ମତେ ଆଜି ବାଟ ଅଛି ହଁ ପ୍ରମାଣ ଦେଖାନ୍ତୁ ନୂଆ ନୂଆ କଥା ପାଲରୁ ଶୁ ହଁ ରେ ନୂଆ କଥା ସ୍ୱର୍ଗକୁ ବାଟ ଥିଲା କି ନା ହଁ କେମିତି ବାଟୁ କୋଉ ସମୟ କଥା ଏ କଳି ଯୁଗରେ ଆଜ୍ଞା ଜଣେ ରାଜା ଥିଲେ ହଁ। ରାଜାଙ୍କ ନାମ ହଉଛି ପ୍ରତାପ ରୁଦ୍ର ଦେବ ପ୍ରତାପ ରୁଦ୍ର ଦେବ ବୃହତ ଜଗନ୍ନାଥ ସଂସ୍କୃତି ଆଜ୍ଞା ମାଦଳା ପାଞ୍ଜି ମାଦଳପାଜି କଥା ପ୍ରତାପ ରୁଦ୍ର ହଁ ଇନ୍ଦ୍ରଦମ୍ନ ନୁହେଁ ନାଇଁ, ପ୍ରତାପ ପ୍ରତାପ ରୁଦ୍ରଙ୍କ ମୂଳରେ ଦିନେ ନୁହେଁ ମାସେ ନୁହେଁ ବର୍ଷେ ନୁହେଁ 12 ବର୍ଷ ବର୍ଷା ହେଲାଣି 12 ବର୍ଷ 12 ବର୍ଷ ହେ ଭଗବାନ ଖାଲି ଆଜ୍ଞା କଳି ଯୁଗରେ ନୁହେଁ ଆଉ 4 ଦିନ ପାଲା ହଁ 4 ଯୁଗରେ 12 ବର୍ଷ ବର୍ଷା ହଁ ହେଇନି ଯାଉ ସାମର୍ଥ୍ୟ ଆମର ପଛକୁ ବି ପଇସା ସତ୍ୟ ଯୁଗରେ 12 ବର୍ଷ ବର୍ଷା ହେଇନି ହଁ ମଉସା ହଁ ର ଗବିଷ୍ୟପତ୍ରା ନଗଜାତ ହାରି କୁମାର ତାତ ଶଶିଖଣ୍ଡ ମୌଳି ଲଙ୍କେଶ ସପ୍ରଚିତ ପାଦ ପଦ୍ମ ପାୟାଦନାଦି ପରମେଶ୍ୱର ପରମ କାରୁଣିକ ମଙ୍ଗଳମୟ ଭଗବାନ ଶ୍ରଦ୍ଧାମ କୁନିମାଟିର ସର୍ବାଦ କଲ୍ୟାଣ କରନ୍ତୁ ଶଙ୍ଖର ଚକ୍ରରେ ଘୋଡ଼େଇଥାନ୍ତୁ ମହାପ୍ରଭୁ ନାରାୟଣ ସ୍ୱାମୀ ସର୍ବେ ବୋଲନ୍ତୁ ପ୍ରେମାନନ୍ଦ କବା ହରି ବୋଲ ଯା ମଉସା ସତ୍ୟ ଯୁଗରେ 12 ବର୍ଷ ବର୍ଷା କୋଉଠି ହେଇନି କୋଉଠି କୋଉ ରାଜ୍ୟରେ କୋଉ ରାଜ୍ୟରେ 12 ବର୍ଷ ବର୍ଷା ସତ୍ୟ ଯୁଗରେ ହେଇନି 4 ଯୁଗରେ 12 ବର୍ଷ ବର୍ଷା ହେଇନି ପ୍ରମାଣ ଦେବା ଆମେ ସତ୍ୟ ଯୁଗରେ କାସକରେ ଶ୍ଵେତ ରାଜ ପାଳକ ଘୁଞ୍ଚିବାର ପାଇଁ ବୁଝିବାର ପାଇଁ ଏ ଭୁକ୍ତ ଭିହାବ୍ୟ ବାରଣ ରାଜ୍ୟ ନାମ ହଉଛି ଶ୍ଵେତ ଶ୍ଵେତ ରାଜ୍ୟ ଶ୍ଵେତ ରାଜ୍ୟରେ ହଁ ସତ୍ୟ ଯୁଗରେ ହଁ 12 ବର୍ଷ ବର୍ଷା ହେଲାନି ହେଲାନି ବର୍ଷା ଦୂରୀଭୂତ ହବା ପାଇଁ ଆଜ୍ଞା। ହାତୀ ସିଂହ ପରିମାଣରେ ହଁ ଗୁରୁତ୍ୱ ଦିଆଗଲା ଅଗ୍ନି ଅଗ୍ନି ଆସିବା ଘିଅ କୋଉଠୁ ହଁ ସ୍ୱର୍ଗର ଗୋମାତା ସୁରଭି କାମଧେନୁ ଠାରୁ ଆସିଲା ଆଜ୍ଞା କ୍ଷୀର କ୍ଷୀର କ୍ଷୀରରୁ ହେଲା ଦହି ଦହି ଦହିରୁ ହେଲା ଘିଅ ଘିଅ ଋଷି ମାନେ ପଣ୍ଡିତେ ହଁ ଏ ଦୁଗ୍ଧ ନୁହେଁ ଘୃତକୁ ଅଗ୍ନି ଦେବତାକୁ ଏତେ ଦେଲେ ଯେ ଏତେ ଢାଳିଲେ ଅଗ୍ନି ଦେବତାଙ୍କୁ ଗୋଟେ ରୋଗ ହେଲା ହଁ ସେ ରୋଗ ନାମ ହଉଛି ଲୁଦୁ ବୁଦୁ ବ୍ୟାଧି ବ୍ୟାଧି ମାନେ ଏ ପେଟ ଲୁଦୁ ହଳ ବୁଦୁ ବ୍ୟାଧି ଖଣ୍ଡନ ହବା ପାଇଁ ଦ୍ୱାପର ଯୁଗରେ ଖାଣ୍ଡବନ ଦହନ କଲା ବେଳେ ଅର୍ଜୁନ ସେ ଲୁଦୁ ବୁଦୁ ବ୍ୟାଧିକୁ ଖଣ୍ଡନ କଲା ହଁ ଦ୍ୱାପରରେ ସତ୍ୟ ଗଲା ଯୁଗ ଆସିଲା ତ୍ରେତୟା ତ୍ରେତୟା କୋଉ ରାଜ୍ୟରେ ବର୍ଷା ତ୍ରେତା ଯୁଗରେ ଆଜ୍ଞା 12 ବର୍ଷ ବର୍ଷା ହେଇନି କୋଉଠି କୋଉ ରାଜ୍ୟରେ କୋଉ ରାଜ୍ୟ? କବି ଭଞ୍ଜ କଣ କହିଲେ ବହିନା ବୈଦେଶ ବେଳାସ କଣ କହିଲେ? କୋଲେ ବୃଷ୍ଟିହୀନ ଦ୍ୱାଦଶ ବର୍ଷ ଚମ୍ପା ବହତି ସେଉ ଚମ୍ପା ବହତି ସେଉ ଚମ୍ପା ବହତି ଏ ବଡ଼ ଚିନ୍ତା କରିଲ ମୋ କାଦନର ରାଜ୍ୟ ନାମ ହଉଛି ଚମ୍ପାବତୀ ରାଜା ହଉଛନ୍ତି ଲୋମପାଦ ଲୋମପାଦ ରାଜ୍ୟରେ 12 ବର୍ଷ ଆଜ୍ଞା ତ୍ରେତା ଯୁଗରେ ବର୍ଷା ହେଇନଥିଲା ହେଲାନି ଦ୍ୱାପର କୁଆ ଆଚ୍ଛା ଦ୍ୱାପର ଯୁଗରେ କୋଉଠି 12 ବର୍ଷ ବର୍ଷା ହେଇନି କୋଉ ରାଜ୍ୟରେ ହଁ ବେଣୁ ରାଜା ଆନନ୍ଦରେ ଓପାଳକ ହେଲା ଓପାଳକ ହେଲା ଓପାଳକ ହେଲା ଏ 12 ବର୍ଷ ରାଜ କଟକରେ ବର୍ଷା ନଥିଲା ରାଜା ହଉଛନ୍ତି ବେଣୁ ବେଣୁ ରାଜା ଦ୍ୱାପର ଯୁଗରେ ବେଣୁ ରାଜାଙ୍କ ରାଜ୍ୟରେ ହଁ 12 ବର୍ଷ ପଣ୍ଡିତ ବର୍ଷା ହେଇନି ହେଲାନି ଏ କଳି ଯୁଗରେ ସେ ଅବସ୍ଥା ହେଲା ରାଜାଙ୍କ ନାମ ହଉଛି ପ୍ରତାପ ରୁଦ୍ରଦେବ ଧ ଧ ଆଜ୍ଞା ଆଜ୍ଞା 12 ବର୍ଷ ବର୍ଷା ହେଲାନି କଣ ରାଜା ଗଜା କଥା ରାଜା ଚିନ୍ତା କଲେ କଣ କରିବେ କହିଲେ ହରେ ବର୍ଷା ହବନି ଜଗନ୍ନାଥ ଏଭଳି ଏକ ଠାକୁର ଆଜ୍ଞା ଜଗନ୍ନାଥ ଏଭଳି ଏକ ବିଚିତ୍ର ଦିଅ ବାସ୍ ଆଜ୍ଞା ତାର ସବୁ ନୀତିକାନ୍ତି ସବୁ କର୍ମ ହଉଛି ସ୍ୱତନ୍ତ୍ର ଅଲଗା ଅଲଗା କଣ କେମିତି କଲେ ପ୍ରଥମେ ବୀଜ ବପନ ହବ ହବ ହଁ ଭାଇ ଆଜ୍ଞା ପ୍ରଥମେ ଶସ୍ୟ ବାହାରିବ ଧାନ ପ୍ରଥମେ ବାହାରିବ ଜଗାକୁ ଦିଆହବ ହଁ 52 କୋଟି ଭଣ୍ଡାର 56 କୋଟି ଜୀବଙ୍କର ଆଶ୍ରୟଦାତା ପ୍ରଭୁ ଆଗ ଖାଇଲେ ଜୀବ ଜଗତ ଖାଇବ ଖାଇବେ ସେ ପୁରା ଜଗତର ନାଥ ହଁ ଜଗତର ନାଥ ଜଗନ୍ନାଥକୁ ସବୁ ଦିଆହବ ଆଗ ଆଚ୍ଛା ଆଚ୍ଛା ଆଜ୍ଞା ବର୍ଷା ଯୋଉଠି ନହବ ପ୍ରଥମେ ତ ବୀଜ ହବନି ଆପଣ ଏଠି ଧାନ କରିଛନ୍ତି ହଁ ଏବେ ମରୁଡ଼ି ହବ ବୋଲି ଆଶଙ୍କା କରୁଥିଲେ ପାଣି ନଥିଲା ବିଲରେ ହଁ ବର୍ଷା ହେଲା ବୋଲି ଆମେ ସମସ୍ତେ ଆନନ୍ଦ ହେଇଗଲେ ଆମେ ରାମ ନାମ ଯାହା ହଉ ଲଘୁଚାପ ହେଲା ବର୍ଷା ହେଲା ମୋ କ୍ଷେତ ମୁକୁଳି ଯିବ ମୁକୁଳି ଯିବ ନାଇଁ ହଁ ନାଇଁ ମଉସା ଆଉ ସତ
जोठी 12 वर्ष वर्षा हबनी सेठी गछटे मंजीटे पुतले गछ हबो बड़ आसीबो राजा चिंता कले प्रताप रुद्र देव हां चिंतार विमर्श मो जगा कोन उपास रहिबो कोन करबा मो जगा कोन खाइबनी हे कालिया राजा प्रताप रुद्र देव दिने छिड़ा हिछंती निरवच्छिन्न भाबरे केला हठात जनकू देखिले काहाकू देखिले से गोटा चंडाळ चंडाळ रे चंडाळ जाति गोत्र नाही चंडाळ माने चंडाळ ओहो हाडी हाडी हाथ बढ़ेले कहले हे चंडाल आज्ञा शांते जुआर शांते जा इंद्र को कहबो वर्षा करेबो काहाकू इंद्र को ये कोठे मु कोठे आज्ञा मु कोन जाई परबी तू जीबू आज्ञा मर जीबी आ ठीक है जीबो आज्ञा मर जीबू जीबी आज्ञा जीबी हारी हाथ जोड़ी देला चंडाल बापा हाथ जोड़ी देला हे भगवान कहला मणिमा मरी गले मनीष इंद्र निकट को जाए स्वर्गर अधिपति इंद्र हाँ। इंद्र कोठी मु कोठी तमे मते सिना निर्देश दूच इंद्र पाहाकू जीवा पाई इंद्र पाहाकू कोन मु जाई परबी ना कथा कहूची हां ये होची आपण मानको बृहत जगन्नाथ संस्कृति मादळा पाजी कथा हां चंडाल हाथ जोड़िला हां कहला मणिमा मु जाई पारिबी नि आज्ञा जीवनु तोते मारी देबी जीबी आज्ञा हारी हाथ जोड़िला चंडाल हाथ जोड़िला कहला जीवाकू चेष्टा करबी आज्ञा कोठी की गला हां कोठी की गला हां सेते बेलकू बड़ देवल तयारी हे जाईची बस सेते बेलकू हां बड़ देवल जगन्नाथ बलभद्र सुभद्रा सुदर्शन स्थापन हे जाईछंती औनखम निकट रे पहुंचला हारी हाथ जोड़िला चंडा कहला हे मणिमा हे कालिया हे विश्व नियंता बस हे विश्व स्रष्टा हां हे आर्त त्राण हे विश्व ब्रह्मांड पालक जदि इंद्र निकट को मु न जाई जदि वर्षा न हुए ताहले मो राजा प्रताप रुद्र मते हानि दबो हेला भगवान समस्त को दियंती आज्ञा बस भगवान को आज्ञा हमें समस्त मागू र आमे भगवान को समस्त मागू आज्ञा भगवान दियंती नाही नाही जी न मागिची आज्ञा से पाइची हां सेदिन देखंतु एडे बड़ मंदिर निर्माण हो गला मंदिर तैयारी हो गला मंदिर तैयारी होला परे आज्ञा मंदिर रे ये चारि देवता को प्राण प्रतिष्ठा करबा पाई वेदपति ब्रह्मा को निकट को जाइथिले से इंद्रदमन हां इंद्रदमन फरी आसेला बेला को आउ जणे राजा मंदिर को निजर मंदिर बोली स्वागत करूथला बेले अच्छा परिष्कार करी राजा बुझे देले कहले कह ये तो आउ जणे कहूचे मंदिर तोर बोली तू केमेते कहूचे मंदिर अच्छा वो मंदिर होइतरा सना ठाकुर को मु प्राण प्रतिष्ठा देइथांती हां इंद्रदमन हाथ जोड़ला कहला मणिमा टिका आसंतु ब्रह्मा को नहीं पहुंचला गोटे पोखरी निकट रे पोखरे शत शत कइछ माने आज्ञा बाहर विचरण करूथिले पानी भितरे पसिकी लुह गडे कांदेले कहले हो इंद्रदमन आहुरी कोडा आइलो आउ कोडे आसिलो ये ऊपर पिठिरु चमड़ा छाड़ी गला लोम आउ गोटे नाही पत्थर बोही बोही के मंदिर तैयारी कला परे आउ कोन फेरे गोटा बुढ़ा बाबा जी के धरि के आइछो आउ कोन लुम उठे देबो आउ कोन आइलो वेदपति ब्रह्मा बुझी गले इंद्रदमन जहा को चिट्ठी प्रकृति ये मंदिर ता माने मंदिर तैयारी करि छिए हां इंद्रदमन तम ना रहिबो रानी गुंडीचा तो ना रहिबो ये गालो भाबरे जो गालो माधव ये मंदिर बोली कहूची आजी ठारू इतिहास पृष्ठारे ता ना रहिबो ना अच्छा ता ना के सत्र रहिलानी गालो माधव ना रहिलानी ना रहिला गालुआ माधव ये गालुआ माधव मंदिर प्राण प्रतिष्ठा वेदपति ब्रह्मा कले मंदिर भितर शून्य मारी आसेला अच्छा हे राजा इंद्रदमन हां तो लागी मु जगन्नाथ तो लागी ए बड़ देवल तो लागी ए बड़ दांड तो लागी ए बड़ पंडा बस कोन मागछु माग राजा हाथ जोड़िले कहले नाई किछि मागिबिनी आउ किछि दरकार नाई हां अरे मागिबुनु मंदिर तैयारी कलु मागे एते कल्प पर्यंत मते डाकिबा को गलु हां प्राण प्रतिष्ठा करबा पाई मु आसिली वेदपति ब्रह्मा प्राण प्रतिष्ठा कला पर तू काई मते मना करछु मागे बहिना आज्ञा देउल तोला बहिना देउल तोला हां इंद्रदमन मागिला कोन कहले कहला जदी बारंबार कहूछु दबु बोली थाले मते एई बर दे को बरा देव देबे बही कुंठ साईया हे बही कुंठ साई ए मोहर बंशरे केहू नथांतु गो साई हम बर मागिला इंद्रदमन कहला जदी दबु बोली कहूछु ताले एई बर दे मो बंशरे काहाकू रखना ना प्रभु कांदेला कहला हरे इंद्रदमन एडे बड़ निष्ठुर कथा तू मागिलु केमिति मु देबी केमिति तू मागी पाइलु किंतु मु देई परिबिनी माने कोन पे एडे बड़ कथा तू मागिलु इंद्रदमन फेरे हाथ जोड़िला पुत्र नाती बोलिबे जे मंदिर भराए
ଏଇଥିପାଇଁ ମନା କରୁଛି କଣ ମୁଁ ସିନା ମରିଯିବି ହଁ ଏ ମନ୍ଦିର ଠିଆ ହେଇଥିବ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ଚାରି ଠାକୁର ତମେ ଥବ ନା ଥିବେ କିନ୍ତୁ ମୋ ନାତି ହଁ ମୋ ପୁଅ ହଁ କିଏ ଯଦି ବଞ୍ଚିଥିବ କହିବ ମୋ ଜେଜେ ବାପା ମନ୍ଦିର ତିଆରି କରିଛି ତିଆରି କରିଥିଲେ ମୋ ବଡ଼ ବାପା ଏ ମନ୍ଦିର ତିଆରି କରିଛି ମୋ ଅଜା ମୋ ବାପା ଏ ମନ୍ଦିର ତିଆରି କରିଛି ହଁ ମୋ ଅଜା ଏ ମନ୍ଦିର ତିଆରି କରିଛି ଯୋଉ ଧର୍ମଟିକ ଅର୍ଜନ କରିଛି ସେ ଧର୍ମ ମୋର ବିଲୁପ୍ତ ହେଇଯିବ ହଁ ତାହେଲେ କୋଉ କୋଉ କଥା କାହାକୁ କାହାକୁ କହିବେନି ହଁ ଗୋପନ ରହିବ ଗୋଟା ଶ୍ଲୋକ ଗାଉଛି ଶୁଣ ଆସ କଲେ ଆହୁର୍ବିତ ଗୃହ ଛିଦ୍ର ମୈଥୁନ ଔଷଧ ତାପ ଦାନ ହେ ଅପମାନ ହେ ମୋ ଧନ ନବ୍ୟ ଗୋପ୍ୟାନି ଯତ୍ନ ಯತೆ ଏ 9ଟା ଜିନିଷ ଆଜ୍ଞା ଗୋପନ ରଖିବେ କୋଉ କୋନଟା କାହାକୁ କହିବେନି କଣ ଆୟୁ ଆୟୁଷ ନିଜର ଆୟୁଷ ବାହାରେ କହିବେନି କହିବନି ବିତ୍ତ ସମ୍ପତ୍ତି କେତେ ସମ୍ପତ୍ତି ଅଛି କେତେ ଧନ ଅଛି ବାପା ଏ କଥା ବାହାରେ ଚୋର କାହାକୁ ଲାଗିବେ କହିବେନି। ଗୃହ ଛିଦ୍ର ହଁ ଘର ମୋ କଥା ସ୍ତ୍ରୀ ଏମିତିଆ ମୋ ଭାଇ ଏମିତିଆ ପାଲ ମୋ ପୁଅ ଏମିତିଆ ହଁ ମୋ ଭଉଣୀ ଏମିତିଆ କହ କହ ଏ କଥା ବାପା କାହାରେ ବାହାରେ କହିବନି। କାହାକୁ ପରିପ୍ରକାଶ କରିବେନି ହଁ ମନ୍ତ୍ର ଗୁରୁ ଦେଇଥିବା ମନ୍ତ୍ର ବାହାରେ କହିବନି ମୈଥୁନ ପ୍ରେମ ପ୍ରେମ କୋଉଠି ଏରା କହିବନି ଏ ପ୍ରେମ ସମ୍ପର୍କର ସ୍ତ୍ରୀ ସହିତ କେମିତି ମୁଁ ପ୍ରେମ କଲି ହଁ ଏ କଥା ବାହାରେ କାହାକୁ କହିବେନି ହରିଆ ସବୁଆଡେ ବୁଲିକି କହୁଛି ହଁ ମାଡ଼ ଔଷଧ କଥାରେ କହନ୍ତି ଔଷଧ ଦବୁ ହଁ ଗଛ କହିବୁନି କିନ୍ତୁ ପରିଚୟ ଦେବୁ ଗଛ କହିଲେ ତ ସେ ଅଗ ମାଛ ଦେବୁ ହଁ ଗାଡ଼ିଆ କହିବୁ ଗାଡ଼ିଆ କହିବୁ ଗାଡିଆ କହିବୁନୁ ଔଷଧ ଦବ। କହିବନି ନାଇଁ ତପଦାନ ଅପମାନ ହଁ। କୋଉଠି ତପସ୍ୟା କରିଛେ କହିବେନି ହଁ କୋଉଠି ଅପମାନ ସହିଛେ କହିବେନି ହଁ। କୋଉଠି ଦାନ ଦେଇଛେ କହିବେନି କହିବନି ମୁଁ ମନ୍ଦିର ତିଆରି କଲି ବୋଲି ଏଡେ ବଡ କୀର୍ତ୍ତି କାହିଁ ଅର୍ଜନ କରିବି କହିବି କିଆ ହସେଲା ପ୍ରଭୁ ଏ କହିଲା ନାଇଁ ରାଜା ତତେ ଦେବିନି ହଁ ତୁ ସିନା ମାଗିଲୁନି ହଁ ନ ମାଗିଲୁ ଯାହା ତତେ ମୁଁ ଦାନ କରିପାରିବିନି ହଁ ନା ନଦେଲେ ନହେଲେ ନାଇଁ ତଥାପି ମୁଁ ଯାଚିକି ଦଉଛି କଣ ଦେଲେ ତାକୁ ଯିଏ ଭଗବାନକୁ ଆଜ୍ଞା ମାଗେନି ଭଗବାନ ତାକୁ ମୁଣ୍ଡରେ ଥୋଇଥାଏ ହଁ ଯିଏ ଭଗବାନକୁ ମାଗେ ଭଗବାନ ତାକୁ ଦିଅନ୍ତିନି ହଁ ଇନ୍ଦ୍ରଦୁମ୍ନ କିଛି ମାଗିଲାନି ବଂଶ ବଢିଯିବ ନା ଅସ୍ତୁ ଉଡ଼ିଗଲା ତ ସହିଗଲା ଆଉ ତା ବଂଶ ସେନା ବଢିଗଲା ଅସ୍ତ କରିସାରିଲେଣି ବଂଶ ସେନା ବଢିଗଲା ହଁ କିନ୍ତୁ ଇନ୍ଦ୍ରଦୁମ୍ନ ନାଁଟାକୁ ଆପଣ ଶୁଣୁଛନ୍ତି ନା ଅଛି କୋଉଠି? କୋଉଠି 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 ପୁରୀରେ ସେଇ ଜଗତର ନାଥ ଜଗନ୍ନାଥ ପବିତ୍ର ଧାମରେ ଆପଣ ମାନେ ପହଞ୍ଚିଲେ ହଁ ଦେଖିବେ 7ଟା ପୋଖରୀ ହଁ ସାତ 7ଟା ପୋଖରୀ 7ଟା ପୋଖରୀ ଭିତରେ 7ଟା ପୋଖରୀ ଭିତରେ ଗୋଟା ପୋଖରୀ ସେ ପୋଖରୀ ନାମ ହଉଛି ଇନ୍ଦ୍ରଦୁମ୍ନ ପୁଷ୍କରିଣୀ ପୁଷ୍କରିଣୀ ରାଜା ଇନ୍ଦ୍ରଦୁମ୍ନ ନାଁରେ ତିଆରି ହେଇଗଲା ଇନ୍ଦ୍ରଦୁମ୍ନ ପୁଷ୍କରିଣୀ ରାଣୀ ଗୁଣ୍ଡିଚା ନାଁରେ ତିଆରି ହେଇଗଲା ଆପଣ ମାନଙ୍କର ପବିତ୍ର ଗୁଣ୍ଡିଚା ରଥଯାତ୍ରା କିଛି ଯିଏ ମାଗିନି ଭଗବାନ ତାକୁ ଦେଇ ଦିଅନ୍ତି ଏଇ ଯୋଉ ସୁନ୍ଦର ମନ୍ଦିର ଏଇ ଯୋଉ ସୁନ୍ଦର ସଂସ୍କୃତି ସେଇ ମନ୍ଦିରକୁ ଯିଏ ଇନ୍ଦ୍ରଦୁମ୍ନ ନିର୍ମାଣ କରିଥିଲେ ସେଇ ରାଜା ଆପଣ ମାନଙ୍କର ପ୍ରତାପ ରୁଦ୍ର ହାତ ଯୋଡ଼ି ଯୋଉ ମନ୍ଦିର ଯୋଉ ଭଗବାନକୁ ନିବେଶନ କରନ୍ତି ମୁଣ୍ଡ ନୁଆଇ ଦିଅନ୍ତି ଇନ୍ଦ୍ରଦୁମ୍ନ ପ୍ରତାପ ରୁଦ୍ରଙ୍କର ମୂଳରେ ସେଇ ଅଧମ ହାଡ଼ି ପଡ଼ିତେ ସେଇ ଅଉଣ ଖମ୍ବ ନିକଟରେ ଛିଡ଼ା ହେଇକି ହାତକୁ ଯୋଡ଼ିଲା କହିଲା ହେ ମଣିମା ହେ ଜଗତର ନାଥ ଜଗନ୍ନାଥ ହେ କାଳିଆ ସାତ ଏ କାଳିଆ ହେ କାଳିଆ ସାତ ଯଦି ଇନ୍ଦ୍ରକୁ ମୁଁ ନ କହିବି ତାହେଲେ ମୋ ମୁଣ୍ଡ କଟିଯିବ ଆଖିରୁ ଝରି ଯାଉଛି ଥପ୍ ଥପ୍ ଲୋତକର ଶ୍ରାବଣୀ ଆଖିରୁ ଲୁହ ଗଡ଼େଇ ଅଧମ ଚଣ୍ଡାଳ ଛବ ଚଣ୍ଡାଳ ହାତ ଯୋଡ଼ି ଡାକିଲା ପ୍ରଭୁ ଜଗନ୍ନାଥ କହିଲେ ଠିକ ଅଛି ସବୁ ସୁଖ ସାରି ଯିବା